ବନ୍ଧୁଗଣ, ଆଜି ଆମେ ଏହି ଆର୍ଟିଫିସିଆରେ ଆପଣମାନେ କେମିତି ଓକିଲ ହେବେ ସେ ବିଷୟରେ ଆଲୋଚନା କରିବା। ଓକିଲକୁ ଆମେମାନେ ଓଡ଼ିଆରେ ଆଇନଜୀବୀ ବୋଲି କହିଥାଉ, ଆଉ ଇଂରାଜୀରେ ଆଡ଼ଭୋକେଟ୍ ବୋଲି କହିଥାଉ। ହେଲେ ଓକିଲ ହେବା ପାଇଁ ଆପଣଙ୍କ ଯୋଗ୍ୟତା କ'ଣ ଦରକାର, ଏଥିରେ ଆପଣଙ୍କ ଦରମା କେତେ ମିଳିବ, ଆଉ ଆପଣମାନଙ୍କୁ କେତେ କ୍ୱାଲିଫିକେସନ୍ କରିଥିବା, ଆଉ ଆପଣଙ୍କ ବୟସ ସୀମା ସମସ୍ତ ବିଷୟରେ ଜାଣିବା ଜରୁରୀ ଅଟେ। ତ ବନ୍ଧୁଗଣ, ପ୍ରତ୍ୟେକ ସମାଜରେ ଲୋକମାନଙ୍କ ପାଇଁ ନ୍ୟାୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସମସ୍ତ ଲୋକମାନଙ୍କୁ ସମାନ ଅଧିକାର ପ୍ରଦାନ କରିବାରେ ନ୍ୟାୟ ହେଉଛି ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଂଶଗ୍ରହଣ। ଆଉ ଆମ ଦେଶରେ ଗଣତାନ୍ତ୍ରିକ ଦେଶ, ଏହା ନ୍ୟାୟ ବ୍ୟବସ୍ଥା ଶକ୍ତିଶାଳୀ। ଆମ ଦେଶରେ 3ଟି କୋର୍ଟ ଅଛି। ଏହି ଅଦାଲତ ଗୁଡ଼ିକ ହେଉଛନ୍ତି ସେମାନଙ୍କ ସାମାଜିକ ନ୍ୟାୟ ବ୍ୟବସ୍ଥା, ଆଉ ବହୁତ ଭଲ ଭାବରେ ବଛା ଯାଇଥାଏ। ଆଉ ନ୍ୟାୟ ବ୍ୟବସ୍ଥା କରିବା ପାଇଁ ଓକିଲମାନଙ୍କ ଗୁରୁତ୍ୱପୂର୍ଣ୍ଣ ରହିଛି। ଏହି ଲୋକମାନେ କ'ଣ କରିଥାନ୍ତି, ଆମମାନଙ୍କୁ ସାହାଯ୍ୟ କରିଥାନ୍ତି, ଆଉ ସବୁ ଆଇନଜୀବୀ ହେବାକୁ ଚାହୁଁଥାନ୍ତି। ସେମାନେ ଚାହୁଁଥିବା ସେମାନଙ୍କ ଆଇନଜୀବୀର ପରାମର୍ଶ, ଦକ୍ଷତା ବ୍ୟବସ୍ଥା ବଜାୟ ରଖିବା ପାଇଁ ଏହିପରି ଗୋଟିଏ ଭବିଷ୍ୟତ ଜୀବନ ବାଛିବାକୁ ଚିନ୍ତା କରୁଛନ୍ତି। ତେଣୁ ଆମେମାନେ ଓକିଲ ହେବାକୁ ଚାହୁଁଛନ୍ତି, ତ ଏହି ଆର୍ଟିଫିସିଆରେ ସମସ୍ତ ଇନଫର୍ମେସନ୍ ପାଇଁ ଲାଷ୍ଟ ପର୍ଯ୍ୟନ୍ତ ଭିଡ଼ିଓଟି ଦେଖନ୍ତୁ, ଆଉ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ହେଲେ ଓକିଲ କ'ଣ ବା ଆଡ଼ଭୋକେଟ୍ କ'ଣ? ବନ୍ଧୁଗଣ, ଯେପରି ଆମେ ସମସ୍ତେ ଜାଣୁ କି ଓକିଲ ଆମ ପାଇଁ କୋର୍ଟ ନ୍ୟାୟ ପାଇଁ ଲଢ଼ିଥାନ୍ତି, ଆଉ ସେ ଆମ ପକ୍ଷର ଯୁକ୍ତିଯୁକ୍ତକୁ ବିଚାର କରିଥାନ୍ତି। ହେଲେ ସରଳ ଶବ୍ଦରେ କହିବାକୁ ଗଲେ ଆମେମାନେ ଲୋକମାନଙ୍କୁ ନ୍ୟାୟ ଦେବା ଜଣେ ଓକିଲର କାମ। ଆଉ ବନ୍ଧୁ, ଓକିଲମାନଙ୍କ 2 ପ୍ରକାର, ଗୋଟିଏ ହେଉଛି ସରକାରୀ ଆଡ଼ଭୋକେଟ୍ ଏବଂ ଅନ୍ୟଟି ହେଉଛି ଘରୋଇ ସରକାର। ଜଣେ ସରକାରୀ ଓକିଲର କାର୍ଯ୍ୟ ହେଉଛି କୋର୍ଟରେ ସରକାରଙ୍କୁ ପ୍ରତିନିଧିତ୍ୱ କରିବା। ଯେପରିକି ଯଦି କୌଣସି ଅପରାଧ ବା କ୍ରିମିନାଲ ସେ ପୋଲିସରେ ଧରାପଡ଼ିଯାଏ, ତେବେ ପୋଲିସ ତାଙ୍କ ଉପରେ ଏଫଆଇଆରରେ ଉପସ୍ଥାପନ କରିବ, ଆଉ ସେହି ଅପରାଧୀମାନଙ୍କ ଓକିଲ ମଧ୍ୟ ବିଚାର କରିବ। ଅପରାଧୀମାନଙ୍କ ସରକାର ନିଜର ଓକିଲକୁ କୋର୍ଟକୁ ପଠାନ୍ତି, ଆଉ ସରକାରଙ୍କ ତରଫରୁ ମାମଲା ଯେ କୌଣସି ବି ଅପରାଧୀକୁ ଦଣ୍ଡିତ କରାଯାଇଥାଏ, ଆଉ ସେହି ସବୁ ଓକିଲମାନଙ୍କ ଦ୍ୱାରା ନ୍ୟାୟ ଦ୍ୱାରା ବଜାୟ କରି ଏହିସବୁ ଦଣ୍ଡ ମିଳିଥାଏ। ତାପରେ ବିଜ୍ଞାନ ଜାରି ରଖିବାକୁ ସ୍କେଲ୍ କରନ୍ତୁ। ସାଙ୍ଗମାନେ, ଆଜି ଆମେ ଏହି ବିଜ୍ଞାନ ଜାରି କରିବା ପାଇଁ କେତେ ଗୁଡ଼ିଏ ବ୍ୟକ୍ତିଗତ ଓକିଲ ନିକଟକୁ ଆସନ୍ତି, ଆଉ ଓକିଲମାନଙ୍କ ପାଇଁ ପରାମର୍ଶ ମଧ୍ୟ ନିଅନ୍ତି। ବେସରକାରୀ ଓକିଲମାନେ ହେଉଛନ୍ତି ଆଇନଜୀବୀ, ଯେଉଁମାନେ କି କୌଣସି ଓକିଲମାନଙ୍କ ପାଇଁ 2 ଦଳ ମଧ୍ୟରେ ଫାଇଟ୍ କରୁଥାନ୍ତି, ଆଉ ବିବାଦ ଲାଗିଥାଏ। ସେହିପରି ନ୍ୟାୟ କୋର୍ଟକୁ କିପରି ଆପଣମାନେ ଓକିଲ ହୋଇକରି କୌଣସି ବି କାର୍ଯ୍ୟକୁ ସମାଧାନ କରିବା ପାଇଁ କୌଣସି ନିକଟରେ ଆବେଦନ କରିବା ପାଇଁ ଲୋକମାନଙ୍କୁ ନ୍ୟାୟ ଦେବାରେ ଓକିଲମାନେ ଗୁରୁତ୍ୱପୂର୍ଣ୍ଣ ଗ୍ରହଣ କରନ୍ତି। ଯଦି କୌଣସି ବି ବିବାଦ କୋର୍ଟକୁ ଆସିଥାଏ, ଆଉ ଜମି ବିବାଦ, ଏପରି ଆକ୍ରମଣ ବିବାଦ, ବିବାହ ବିବାଦ, କୌଣସି ବି ଓକିଲ ଦରବାରରେ କାରଣ ସମସ୍ୟାରୁ ତୁମର ନିବେଦନ ପାଇଁ ଓକିଲ ହିଁ ଦାୟୀ ଉଠିଥାଏ। କୋର୍ଟରେ ଓକିଲ ହିଁ କାର୍ଯ୍ୟ କରିଥାଏ, ଆଉ ଏହି ସବୁ କୋର୍ଟରେ ଆମର ପ୍ରତିନିଧିତ୍ୱ ହେବା କାର୍ଯ୍ୟ। ତାପରେ ଆମେ ଦେଖିବା ଆଡ଼ଭୋକେଟ୍ ପାଇଁ ଯୋଗ୍ୟତା। ବନ୍ଧୁଗଣ, ଆଇନଜୀବୀ ଯେ କୌଣସି ବି ଲୋକମାନଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଗ୍ରହଣ କରୁଥିବା ସମସ୍ତଙ୍କ ସେମାନଙ୍କ ପାଇଁ କାର୍ଯ୍ୟ ଅତ୍ୟନ୍ତ ଦାୟୀ। ସେମାନଙ୍କ ବହୁତ ବିଶେଷ ଗୁଣ ରହିଛି, ସେ ଆମେମାନେ ବିଚାର କରି ଜଣାପଡ଼ିବ। ସାଧାରଣତଃ ସଚେତନତା, ଯେପରିକି ଆପଣଙ୍କ ପାଖରେ ଘଟୁଥିବା ସମସ୍ତ ବିଷୟ, ସକ୍ରିୟ ଶ୍ରବଣ, ଆଉ ସମୟ ପରିଚାଳନା, ବିଚାର ନିଷ୍ପତ୍ତି ନେବା, ଆଉ ସଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବା, ଆଉ ଲୋକମାନଙ୍କୁ ନ୍ୟାୟ ପ୍ରଦାନ କରିବା, ଯୁକ୍ତିଯୁକ୍ତ ବିଶ୍ଳେଷଣ, କିଛି ଏହିପରି କଠିନ ପରିଶ୍ରମ ଅନୁସାରେ ନିଷ୍ପତ୍ତି ନେବା, ପ୍ରତିନିଧିକ ସ୍ୱର, ନିଜକୁ ନ୍ୟାୟ ପ୍ରଦାନ କରିବା, ଆଉ ନିଜର ଅଧିକାରକୁ ଜିତି ଆଣିବା, ସେହିପରି ବିଷୟରେ ଲଢ଼ୁଥିବା ଚିନ୍ତା କରିବା। ଯଦି ଆପଣମାନେ +2 ଗ୍ରାଜୁଏସନ୍ କରିଥାନ୍ତି, ଆଉ ଏଥିରେ ଆପଣଙ୍କ 50% ମାର୍କ ଅଛି, ହେଲେ ଆପଣମାନେ ଆଡ଼ଭୋକେଟ୍ ହୋଇପାରିବେ। ଆଉ ଏଥିରେ କୌଣସି ବି ଷ୍ଟ୍ରିମ୍ ହୋଇଥିବା ଜରୁରୀ ଅଟେ ଆପଣଙ୍କ। ତାପରେ ମୁଁ ଆପଣଙ୍କୁ ଏଥିରେ ତତ୍କ୍ଷଣାତ୍ ଚିନ୍ତା, ଯଦି ଆପଣଙ୍କ ଯୋଗାଯୋଗ ପାରିପାର୍ଶ୍ୱିକ ସ୍କିଲ୍, ଯେପରିକି ଅନ୍ୟମାନଙ୍କୁ ସେମାନଙ୍କ ମତାମତକୁ ନିର୍ଦ୍ଦିଷ୍ଟ ଭାବରେ ଗ୍ରହଣ କରିବା, ଆଉ ଏହିପରି କ୍ଷମତା ହାସଲ କରିବା, ଓକିଲମାନଙ୍କ ସଂରଚନା ଆଇନଜୀବୀ ଆଡ଼ଭୋକେଟ୍ ଭାବରେ ଏହିପରି ପ୍ରଥମ ଓକିଲ କରିବା ପଡ଼ିଥାଏ।
ଆଇନର ଅଧ୍ୟୟନକୁ ଓକିଲ ମଧ୍ୟ କୁହାଯାଏ। ବନ୍ଧୁଗଣ, LLB କୋର୍ସ ଆପଣଙ୍କୁ ଆଇନ ଶିକ୍ଷା ଦେଇଥାଏ। କ'ଣ LLB କୋର୍ସ? LLBର ଫୁଲ୍ ଫର୍ମ ହେଉଛି ସ୍ନାତକ ଆଇନଜୀବୀ। ଯଦି ଆପଣମାନେ ଓକିଲ ହେବାକୁ ଚାହୁଁଛନ୍ତି ତ LLB ପାଠ୍ୟକ୍ରମ କରିବା ପ୍ରକାର। ଆଉ ଏହା ହେଉଛି ଦୁଇ ପ୍ରକାର ବିକଳ୍ପ ଭାବରେ ଜାଣିବା। ପ୍ରଥମଟି ହେଉଛି 5 ବର୍ଷର LLB ପ୍ରୋଗ୍ରାମ ଆଉ ଦ୍ୱିତୀୟଟି ହେଉଛି 3 ବର୍ଷର LLB ପ୍ରୋଗ୍ରାମ। ଯଦି ଆପଣମାନେ କରିବାକୁ ଚାହୁଁଛନ୍ତି ତ ଏହି ବିଷୟରେ ଆସନ୍ତୁ ବୁଝିବା। 5 ବର୍ଷର LLB ପ୍ରୋଗ୍ରାମ ହେଉଛି ସ୍ନାତକୋତ୍ତର ଅଧୀନ। ଯଦି ଆପଣମାନେ 5 ବର୍ଷ କରିବାକୁ ଚାହୁଁଛନ୍ତି ତ ଏଥିରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଜରୁରୀ। ଆଉ ଏହି ପ୍ରୋଗ୍ରାମ ମାଧ୍ୟମରେ ଆପଣମାନେ ଆଡ଼ଭୋକେଟ୍ ଭାବରେ ସ୍ନାତକ ଡିଗ୍ରୀ ପ୍ରାପ୍ତ କରି ଏହି କୋର୍ସକୁ ବିକଳ୍ପ ଭାବରେ କରିପାରିବେ। ଆଉ ଏଥିରେ କୌଣସି ବି କଳା ଆଉ କୌଣସି ବି BA LLB ହୋଇଥିବା ଜରୁରୀ ଅଟେ। ସ୍ନାତକ ବ୍ୟବସାୟ ପ୍ରଶାସନ, ସ୍ନାତକ ଉତ୍ତର ଆଇନ BBA LLB, ସ୍ନାତକ ଉତ୍ତର ବାଣିଜ୍ୟ ଆଉ ସ୍ନାତକ ଉତ୍ତର ଆଇନ BCom LLB, ସାମାଜିକ କାର୍ଯ୍ୟର ସ୍ନାତକ ଉତ୍ତର ଆଇନ BSW LLB, ସ୍ନାତକ ଉତ୍ତର ବିଜ୍ଞାନ ସ୍ନାତକ ଉତ୍ତର BSc LLB, ସ୍ନାତକ ବିଜ୍ଞାନ ଆଇନ BSL। ବନ୍ଧୁଗଣ, ଏହି ସମସ୍ତ ପ୍ରକାର କାର୍ଯ୍ୟ 5 ବର୍ଷର ହୋଇଥାଏ। ଆଉ ଦ୍ୱାଦଶ ପରେ ଆଇନ ଅଧ୍ୟୟନ କରିବାକୁ ଚାହୁଁଛନ୍ତି ତ ଆଡ଼ଭୋକେଟ୍ର ସ୍ନାତକ ଡିଗ୍ରୀ ହାସଲ କରିବାକୁ ଚାହାନ୍ତି। ଏହି 5 ବର୍ଷର LLB ପ୍ରୋଗ୍ରାମ ପାଇଁ ଯୋଗ୍ୟତା। ଯଦି LLB ପାଠ୍ୟକ୍ରମ ପାଇଁ ଆପଣଙ୍କ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ହେବା ଉଚିତ। ଯେକୌଣସି ବି ବିଷୟରେ ଦ୍ୱାଦଶ ପାସ୍ କରିଥିବା ଜରୁରୀ। ଆଉ ସେଥିରେ ଆପଣଙ୍କ 45% ମାର୍କ ରହିଥିବା ଜରୁରୀ। ତାପରେ ଦେଖନ୍ତୁ, ବିଭିନ୍ନ କଲେଜରେ ବିଶ୍ୱବିଦ୍ୟାଳୟ ପାଇଁ ପରିବର୍ତ୍ତନ ହେଉଛି। ତୁମର ବହୁତ ଗୁଡ଼ିଏ ମାର୍କ ଆଣିଥିବା ଦ୍ୱାରା ଆଉ ଏହିପରି କଲେଜରେ ଆଡ଼ମିସନ୍ ମଧ୍ୟ ପାଇପାରିବେ। ଆଉ ଏହି LLB ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆପଣଙ୍କୁ ପ୍ରବେଶିକା ପରୀକ୍ଷା ଦେବାକୁ ପଡ଼ିବ। ଯେପରିକି ଆପଣଙ୍କୁ କୌଣସି ବି ଜବ୍ ପାଇଁ ଏକ୍ଜାମ୍ ଦେଇଥାନ୍ତି ସେହିପରି ଏକ୍ଜାମ୍ ଦେବାକୁ ପଡ଼ିଥାଏ। ଆଉ କଲେଜରେ ନାମ ଲେଖାଇକି ଆପଣମାନେ ଏହି ବିଷୟରେ ପଢ଼ିପାରିବେ। ଏହି ଦ୍ୱାଦଶ ମାର୍କ ଅନୁସନ୍ଧାନରେ ଆପଣଙ୍କ କୌଣସି ବି ଉଭୟ ପ୍ରବେଶିକା ପରୀକ୍ଷାରେ ଯୋଗ୍ୟତାକୁ ଆଧାରରେ ଆଡ଼ମିସନ୍ ନେଇପାରିବେ। ତାପରେ ଆମେ ଦେଖିବା 3 ବର୍ଷ LLB ପ୍ରୋଗ୍ରାମ। ଏହି LLB ପ୍ରୋଗ୍ରାମ ହେଉଛି 3 ବର୍ଷର। ଛାତ୍ରଛାତ୍ରୀମାନେ ସ୍ନାତକ ପରେ ଅଭ୍ୟାସ କରିଥାନ୍ତି। ସେଠାରେ ଅନେକ ଛାତ୍ର ଅଛନ୍ତି ଯେଉଁମାନେ କି କୌଣସି ବି ସବଜେକ୍ଟ ବିଷୟରୁ ସ୍ନାତକ ହାସଲ କରିଛନ୍ତି। ଆଉ ସେମାନେ ଓକିଲ ହେବାକୁ ମଧ୍ୟ ଆଇନଜୀବୀ ଦେବାକୁ ମଧ୍ୟ ଚାହୁଁଛନ୍ତି। ଏହିପରି କାର୍ଯ୍ୟକ୍ରମ ନେବା ପାଇଁ ଆପଣଙ୍କୁ 3 ବର୍ଷ ପାଇଁ ପ୍ରଥମେ କୌଣସି ବି ଅତିକ୍ରମ ସ୍ନାତକରେ 50% ମାର୍କ ରହିଥିବା ଦରକାର। ଆଉ କୌଣସି ବି ଦ୍ୱାଦଶ ପରୀକ୍ଷା ଦେବାକୁ ପଡ଼ିବ। ଯେପରିକି ଆପଣମାନଙ୍କୁ କୌଣସି ବିଷୟରେ ସ୍ୱୀକୃତିପ୍ରାପ୍ତ ବିଦ୍ୟାଳୟରୁ ଏହିପରି ଇଞ୍ଜିନିୟରିଂ କରୁଥିବା ଛାତ୍ରମାନେ ମଧ୍ୟ ପାଠ୍ୟକ୍ରମ କରିପାରିବେ। 5 ବର୍ଷ LLB କାର୍ଯ୍ୟକ୍ରମ ପାଇଁ ଶୀର୍ଷ ଆଇନ ପ୍ରବେଶିକା ପରୀକ୍ଷା ଯେପରି CLET, EILET ସେଟ୍ କରୁଛନ୍ତି। ଆଉ LSAT ଇଣ୍ଡିଆ ଆଉ ଆପ୍ଲାଏ ଲ କ୍ୟାଟ୍। ଯେପରିକି 3 ବର୍ଷ LLB ପ୍ରୋଗ୍ରାମ ଶିକ୍ଷା ହେଉଛି LSAT ଭାରତ ଦ୍ୱାରା ଆଉ LLB ଭୁ UAT AP ଲ କ୍ୟାଟ୍। ଆଉ ଆପଣମାନେ ଏହି ପରୀକ୍ଷା ଦେବା ଭାରତର ସର୍ବୋତ୍ତମ କଲେଜରେ ଆଡ଼ମିସନ୍ କରିପାରିବେ। ତାପରେ ଆମେ ଦେଖିବା ଭାରତର ଟପ୍ ଅଫ୍ କଲେଜ। ନ୍ୟାସନାଲ ସ୍କୁଲ ଅଫ୍ ଇଣ୍ଡିଆ ବିଶ୍ୱବିଦ୍ୟାଳୟ, ଭାରତୀୟ ଆଇନ ବିଶ୍ୱବିଦ୍ୟାଳୟ, ନ୍ୟାସନାଲ ଆଇ ବିଶ୍ୱବିଦ୍ୟାଳୟ ଆଉ ନ୍ୟାସନାଲ ୟୁନିଭର୍ସିଟି ଅଫ୍ ଆଡ଼ଭାନ୍ସ ଆଇନ ଅଧ୍ୟୟନ ଆଉ ସିମ୍ବିବି ଆଇନ ବିଦ୍ୟାଳୟ ପୁନେ ଆଉ ଅଲିଗଡ଼ସ୍ ମୁସଲିମ ବିଦ୍ୟାଳୟ, ବନାରସ ହିନ୍ଦୁ ବିଦ୍ୟାଳୟ, ରାଜୀବ ଗାନ୍ଧୀ ଆଇନ ବିଦ୍ୟାଳୟ, ଆଇନ ବିଶ୍ୱବିଦ୍ୟାଳୟ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧ୍ୟାପିକା, ଜାତୀୟ ଆଇନ ପ୍ରତିଷ୍ଠାନ ବିଶ୍ୱବିଦ୍ୟାଳୟ ଭୋପାଳ, ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଯୋଧପୁର ଆଉ ଜିନ୍ଦଲ ଗ୍ଲୋବାଲ ସ୍କୁଲ। ଲ ଆପଣମାନେ କୌଣସି ବି ସ୍କୁଲରେ କରିପାରୁଛନ୍ତି, କିନ୍ତୁ ଆପଣମାନଙ୍କୁ ବହୁତ ଭଲ କରି ପଢ଼ିବାକୁ ପଡ଼ିବ। ଏହାର ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ଇଣ୍ଟର୍ନସିପ୍। ଆଉ ଯେପରିକି ଆପଣମାନେ ଏଥିରେ ତାଲିକା ରଖିପାରିବେ। ଇଣ୍ଟର୍ନସିପ୍ ଦ୍ୱାରା ଆପଣଙ୍କର କୌଣସି ବି କାର୍ଯ୍ୟରେ 2ଟି ଓକିଲ ପାଇଁ ଏପରି କାର୍ଯ୍ୟ କରାଯାଇଥାଏ। ରାଜ୍ୟରେ 12% ନାମ ଲେଖା। ଯେପରିକି ଇଣ୍ଟର୍ନସିପ୍ ପରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଟେଷ୍ଟ
ଯେପରି ବାର କାଉନସିଲରେ ଆପଣଙ୍କ ପଞ୍ଜୀକରଣ ହୋଇଥାଏ ସେହିପରି ଆପଣଙ୍କୁ ଇଣ୍ଡିଆର ବାର ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ। ଆଉ ଏଥିରେ ଇଣ୍ଡିଆ ଦ୍ୱାରା ପରିଚାଳିତ ହେଉଥିବା କୌଣସି ବି କୋର୍ଟରେ ଆପଣମାନେ ଆଡ଼ଭୋକେଟ୍ ଭାବରେ କାର୍ଯ୍ୟ କରିପାରିବେ। ଆଉ ଏଥିରେ ସାର୍ଟିଫିକେଟ୍ ମଧ୍ୟ ଯେତେବେଳେ ଆପଣଙ୍କ ଏହି କାର୍ଯ୍ୟକୁ ଆରମ୍ଭ କରିବେ ସେତେବେଳେ ଏହିସବୁ ଜରୁରତ ପଡ଼ିଥାଏ। କିପରି ସରକାରୀ ଆଇନଜୀବୀ ହେବେ? ଦେଖନ୍ତୁ, ସରକାରୀ ଆଇନଜୀବୀ ହେବାକୁ ଆପଣଙ୍କର ଅତି କମ୍ରେ 7 ବର୍ଷର ଅଭିଜ୍ଞତା ରହିବା ଉଚିତ। 7 ବର୍ଷର ଅଭିଜ୍ଞତା ଅଛି ତାହେଲେ ଆପଣମାନେ ସରକାରୀ ଆଇନଜୀବୀ ହୋଇପାରିବେ। ଏଥିରେ ବୟସ ସୀମା ଜଣେ ସରକାରୀ ଓକିଲ ହେବାକୁ 35 ବର୍ଷ ହେବା ଆବଶ୍ୟକ। ହେଲେ ଯଦି ଆପଣମାନେ 35 ବର୍ଷରେ ଓକିଲ ହେଇଛନ୍ତି ତାହେଲେ ଆପଣଙ୍କ କାମ କ'ଣ? ଦେଖନ୍ତୁ, ଓକିଲର କାମ ହେଉଛି ଦେଶର କୋର୍ଟର ସମସ୍ତ ମାମଲାକୁ ହାତରେ ନେଇ ଏହାର ଗତିବିଧି କରିଥାଏ। ଅନେକ ଥର ଗ୍ରାହକମାନଙ୍କ ନିଜ ନିଜ ଓକିଲ ଦ୍ୱାରା ପ୍ରଚାରିତ ହୁଅନ୍ତି। ଆଉ ଏପରି ପ୍ରପର୍ଟି ସମ୍ପତ୍ତି କିମ୍ବା ପ୍ରସଙ୍ଗରେ କୌଣସି ବେଳେ ବେଳେ ବିରୋଧୀ ଦଳ ସହିତ ଏହାର ଓକିଲର ଘନିଷ୍ଠ ସମ୍ପର୍କ ରହିଥାଏ। ଏପରିକି ପରିସ୍ଥିତିରେ ଓକିଲ ଜାଣିବା ଆବଶ୍ୟକ ଯେ ଏହାର ଦାୟିତ୍ୱ କ'ଣ। କିଛି ବି ପୂର୍ବତନ ମାମଲାର ସାମ୍ନାକୁ ଆସିବା ଏହାର ସମ୍ମୁଖୀନ ଦ୍ୱାରା ସ୍ୱାମୀଙ୍କ ମହିର ଛାଡ଼ପତ୍ର 4.5 ବର୍ଷ ଧରି ଚାଲିଥିଲା। ଉଭୟଙ୍କ ମଧ୍ୟରେ ସମ୍ପତ୍ତିର ଅନେକ ମାମଲା। ମୋଟ ସମ୍ପତ୍ତି 100 କୋଟି ଟଙ୍କା ଥିଲା। ଆଉ ଏହାର ଥିଲା 8 ମାସ ପୂର୍ବେ ପରମିତା ଆଉ ପରାମର୍ଶକ ଓକିଲ ନିକଟକୁ ଯାଇଥିଲା। ଉଭୟଙ୍କ ମଧ୍ୟରେ ତାଙ୍କର ଓକିଲ ମାଧ୍ୟମରେ ଗବେଷଣା ଚାଲିଥିଲା। ଓକିଲ ତାଙ୍କୁ ପ୍ରତାରଣା ଦେଉଥିବା ବେଳେ ଆଶଙ୍କା ଏହିପରିକି ମଧ୍ୟ କେତେ ସମୟରେ ନିଜର ଓକିଲ ପାର୍ଟି ସ୍ୱାମୀ ସହିତ କଥାବାର୍ତ୍ତା ଲାଗିଥିଲା। ଯେପରିକି ଦୁନିଆରେ ଏମିତି ବହୁତ ବଡ଼ କାର୍ଯ୍ୟକୁ ହାସଲ କରିବା ପାଇଁ ଓକିଲର ପରାମର୍ଶ ନିଆଯାଇଥାଏ। ଯେପରିକି ଅଧ୍ୟାୟ 12 କାଉନସିଲ୍ ଇଣ୍ଡିଆ ଅଫ୍ 6ରେ ଆଡ଼ଭୋକେଟ୍ ଆକ୍ଟ 1961ର ଧାରା 41ରେ ଲେଖା ହୋଇଥିବା ଆଇନଜୀବୀମାନେ ଅନୁସରଣରେ ଉଚିତ ଯେ ଗ୍ରାହକମାନଙ୍କ ପାଇଁ ଓକିଲ ଦାୟିତ୍ୱ। ସେମାନଙ୍କୁ ସମୟ ବିଭିନ୍ନ ସୂଚନାକୁ ଜଣାଇ ଦିଆଯିବା ଦରକାର। ଆଉ ସେମାନେ ସେବାରୁ ପ୍ରତ୍ୟାହାର କରିପାରିବେ ନାହିଁ। ସେମାନେ ନିଜକୁ ଉପସ୍ଥାପନ କରିପାରିବେ ନାହିଁ ଯେଉଁଠାରେ ସେମାନେ ସାକ୍ଷୀ ଅଟନ୍ତି। କ୍ଲାଏଣ୍ଟ ପୁରା କଥା ଏବଂ ଅସ୍ପଷ୍ଟ ଭାବରେ ରହିବା, ଯେପରିକି ସାଇଲେଣ୍ଟ ସାକ୍ଷାତକାର ପକ୍ଷପାତ ନ କରି ଗ୍ରାହକଙ୍କୁ ସମ୍ପୂର୍ଣ୍ଣ କଥା କହିବା ଓକିଲଙ୍କ ଦାୟିତ୍ୱ ଅଟେ। ଆଉ ଏହିପରି ସମସ୍ତକୁ ଶାଶୁ ଶ୍ୱଶୁର ପରିବାର ଯେପରି ବି କୌଣସି ବି ଦେଶରେ ସମ୍ମୁଖୀନ ହେଉନଥିବା ସ୍ୱାମୀ ସ୍ତ୍ରୀ ଏହିପରି ପ୍ରତିବନ୍ଧକ ରଖି କାର୍ଯ୍ୟ କରିବା ଦରକାର। ତାପରେ ଦେଖନ୍ତୁ, ପ୍ରଥମେ ଜଣେ ଗ୍ରାହକକୁ ପସନ୍ଦ କରୁଥିଲେ କୋର୍ଟରେ ଓକିଲ ନ ଥାଇ ସାହସୀ ହେବା ଜରୁରୀ ଅଟେ। ଆଉ ଏହି ମାମଲା ସେମାନଙ୍କ ପାଇଁ ପ୍ରଭାବିତ କରିଥାଏ। ଆଉ କୌଣସି ପରିସ୍ଥିତିରେ ଆମେ କୌଣସି ବି ସାକ୍ଷୀ କିମ୍ବା ସାମଗ୍ରୀକୁ ଲୁଚାଇ ପାରିବା ନାହିଁ। କ୍ଲାଏଣ୍ଟକୁ ଆପଣଙ୍କ ଶବ୍ଦ ପ୍ରକାଶ କରୁନାହିଁ। ଯେପରିକି ଉଭୟ ପାରିପାର୍ଶ୍ୱିକ ବିଶ୍ୱାସ ଆଉ ଛାଡ଼ପତ୍ର ମାମଲା ଏପରି ବ୍ୟକ୍ତିଗତ ପ୍ରକାଶ କରୁଥିବା ସମାନ କ୍ଷତି କରୁଥିବା ଆଉ ଓକିଲ ଗ୍ରାହକମାନଙ୍କୁ ପରାମର୍ଶ ଦେଉଥିବା ସେହିପରି ଉଲ୍ଲଂଘନ ଯେପରିକି 1872 ଅନୁଯାୟୀ ଦାୟୀ କରାଯାଇଥିଲା। ଓକିଲମାନେ ତାଲକ ଯୁଦ୍ଧକୁ ଅନାବଶ୍ୟକ ଭାବରେ ଟାଣିଥାନ୍ତି। ଯେପରିକି ସେମାନେ ମାମଲାର ସମାଧାନ କରିବାକୁ ଚାହାନ୍ତି କିନ୍ତୁ ଓକିଲମାନେ ମାମଲାକୁ ଆଗକୁ ନେବାକୁ ଜୋର ଦେଉଥାନ୍ତି। ଏହା ସଠିକ୍ ବିବେଚନା କରାଯିବା ନାହିଁ। ଆଉ କୌଣସି ବି ଓକିଲ କ୍ଲାଏଣ୍ଟ ବ୍ୟତୀତ ଅନ୍ୟ କାହାର ନିର୍ଦ୍ଦେଶରେ କିମ୍ବା ଗ୍ରାହକଙ୍କ ପ୍ରଭୁତ୍ୱ ବ୍ୟତୀତ ନିର୍ଦ୍ଦେଶରେ କାର୍ଯ୍ୟ କରିପାରିବେ ନାହିଁ। ତାପରେ ଦେଖନ୍ତୁ, ଯଦି ସମ୍ପତ୍ତି ସମ୍ବନ୍ଧୀୟ ବିଷୟ ଅଛି ଆଉ ଓକିଲ ଶତକଡ଼ା ସମ୍ପତ୍ତି ଫି ମାଗିପାରିବେ ନାହିଁ। ଆଉ ସେମାନେ ନିଜ ସ୍ୟାଲେରୀ ମଧ୍ୟରେ ଜାଣିପାରିଥାନ୍ତି। ଆଉ ଏହିସବୁ କାର୍ଯ୍ୟ ଲୋକମାନଙ୍କ ଠାରୁ ଇଚ୍ଛୁକ ଭାବରେ କରିବା ଠିକ୍ ନୁହେଁ। ଜଣେ ଓକିଲ ମାମଲା ପରେ ଗ୍ରାହକଙ୍କ ଦ୍ୱାରା ପ୍ରକାଶିତ ତଥ୍ୟର ଅପବ୍ୟବହାର ପାଇପାରିବେ ନାହିଁ। ଆଉ ସମ୍ପତ୍ତିଗତ ବୃତ୍ତିଗତ ସମ୍ମାନ ସହିତ ମଧ୍ୟ ସେ ଶୃଙ୍ଖିତ ହୋଇପାରିବେ ନାହିଁ। ତାହେଲେ ଆପଣମାନେ ତ ଏହିସବୁ ବିଷୟକୁ ଜାଣିନେଲେ। ହେଲେ ଆଜି ଆମେ ଓକିଲଙ୍କ ସ୍ୟାଲେରୀ ବିଷୟରେ ଜାଣିବା। ଓକିଲଙ୍କ ସ୍ୟାଲେରୀ ହେଉଛି 15,000ରୁ 40,000 ଦରମା ପାଇଥାନ୍ତି। ହେଲେ ମୁଁ ଆଜି ଆପଣମାନଙ୍କୁ ଏଥିରେ ସମ୍ପୂର୍ଣ୍ଣ ସୂଚନା ଦେଇଦେଲି। ଆଉ ଆପଣମାନେ କେମିତି ଆଡ଼ମିସନ୍ ନେବେ ଆଉ ନିଜର ଓକିଲର ଲାଇସେନ୍ସ ବି ବନାଇବା ସୁଯୋଗ ବି ପାଇଯିବେ। ହେଲେ ନିଶ୍ଚିତ ଭାବରେ ଆପଣମାନେ
ପରାମର୍ଶ କରନ୍ତୁ ଆଇନଜୀବୀମାନଙ୍କ ଠାରେ ଆଉ କମ୍ପ୍ୟୁଟର ଓକିଲ ହେବାକୁ ମଧ୍ୟ ଚେଷ୍ଟା କରନ୍ତୁ ଯେପରିକି ଅଧିକରୁ ଅଧିକ ରୋଜଗାର କରିପାରିବେ। ତାହେଲେ ଠିକ୍ ଅଛି, ଓକିଲ ହେବାର ସମସ୍ତ ଦାୟିତ୍ୱ ଗ୍ରହଣ କରିସାରିଛନ୍ତି ବନ୍ଧୁଗଣ। ଏଥିରେ ଓକିଲ କେମିତି ହେବେ, ଆପଣଙ୍କ ବୟସ ସୀମା ଆଉ ଏଥିରେ ଏଜୁକେସନ୍ ବି କ'ଣ ଦରକାର, କେଉଁ ପ୍ରକାର ଓକିଲ ହେବେ ପାରିବେ ଆଉ ଗଭର୍ଣ୍ଣମେଣ୍ଟ ସର୍ଭିସ୍ ମଧ୍ୟ ପାଇପାରିବେ, ସେ ସମସ୍ତ ସୂଚନା ଦେଇଦେଲି। ହେଲେ ଏଥିରେ ଆପଣଙ୍କ କୌଣସି ବି ଅସୁବିଧା ହେଉଛି ତ ଆମ ଚ୍ୟାନେଲକୁ କମେଣ୍ଟ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ, ନିଜ ସାଙ୍ଗମାନଙ୍କୁ ମଧ୍ୟ ସେୟାର କରନ୍ତୁ। ତାହେଲେ ଠିକ୍ ଅଛି, ଧନ୍ୟବାଦ।